ଯେଉଁପରି କ୍ଷୀର ମଧ୍ୟରେ ନିଶ୍ଚିତ ରୂପରେ ଘିଅ ଲୁଚି ରହିଥାଏ। ଆଉ ସମସ୍ତେ ଗ୍ୟାରେଣ୍ଟି ଦେଇ କହିବା ଯେ କ୍ଷୀର ଅଛି ମାନେ ସେଥିରେ ଘିଅ ଅଛି, କିନ୍ତୁ ଆମେ ସେ ଘିଅକୁ ପାଇବା ପାଇଁ ହେଲେ ପ୍ରଥମେ କ୍ଷୀରକୁ ସିଝେଇବାକୁ ପଡ଼େ, ସେଥିରୁ ସର ବାହାରିଲା ପରେ ସରକୁ ମନ୍ଥିବାକୁ ପଡ଼େ ଏବଂ ସେଇ ସରକୁ ମନ୍ଥିଲା ପରେ ଯାଇ ସେଥିରୁ ଘିଅ ବାହାରିଥାଏ। ଏତିକ ଆମର ମାଧ୍ୟମ ଷ୍ଟେପ୍ ବାଇ ଷ୍ଟେପ୍ ଏତିକ କଲେ ଆମେ ତାପରେ ଯାଇକି ଘିଅ ପାଇଥାଉ। ସେଇଭଳି ଯେଭଳି କ୍ଷୀରରେ ଘିଅ ଟୋଟାଲ୍ କ୍ଷୀର ସାଙ୍ଗରେ ମିଶିକି ରହିଛି, ତାକୁ ଆମକୁ ବାହାର କରିବାକୁ ପଡ଼ୁଛି। ଏ ଦୁନିଆରେ ଭଗବାନ ମଧ୍ୟ ଟୋଟାଲ୍ ସଂସାରରେ ପରିବ୍ୟାପ୍ତ ହୋଇ ରହିଛନ୍ତି। ସମସ୍ତ ଜୀବ ନିର୍ଜୀବ ସଜୀବ ସବୁଥିରେ ଭଗବାନ ଲୁଚି ରହିଛନ୍ତି। ଆମକୁ ତାଙ୍କୁ ଯଦି ପାଇବାର ଅଛି ତାହେଲେ ଦୁନିଆ ରୂପକ କ୍ଷୀର ଯଦି କହିବା ତାକୁ ମନ୍ଥନ କରିବାକୁ ପଡ଼ିବ, ତାକୁ ମାଇଣ୍ଡରେ ଭାବିବାକୁ ପଡ଼ିବ, ତା ପାଇଁ ଆମକୁ ଷ୍ଟେପ୍ ବାଇ ଷ୍ଟେପ୍ ପରିଶ୍ରମ କରିବାକୁ ପଡ଼ିବ। ତାହେଲେ ଯାଇ ଆମେ ସେଇ ଭଗବାନକୁ ପ୍ରାପ୍ତ ହେବା। ତେଣୁ ଋଷିମୁନିମାନେ କିଏ କ'ଣ ମାଧ୍ୟମ କରିଛନ୍ତି, କିଏ ନାମ ସଂକୀର୍ତ୍ତନ କରିଛନ୍ତି ଶ୍ରୀ ଚୈତନ୍ୟ ହୁଅନ୍ତୁ, କିଏ ଭକ୍ତର ହୃଦୟରେ କାନ୍ଦି କାନ୍ଦି ଦାସିଆ ବାଉରୀ ହୁଅନ୍ତୁ, ଭଗବାନଙ୍କୁ ପାଇଛନ୍ତି। କିନ୍ତୁ ସମସ୍ତେ ସାଧନା କରିଛନ୍ତି, ସମସ୍ତେ ଭକ୍ତିର ସାଗରରେ ବୁଡ଼ିଛନ୍ତି।